জাতীয় রাজপথ পুরা রক্তরে ভিজাইছি। ওহ কি দুর্ঘটনা! এভাবে দুর্ঘটনা দেখি দেখাଣାହାରୀଙ୍କ ଡୋମୋ ଟାଙ୍କୁରି ଉଠୁଛି। ଯିଏ ବି ଦେଖିଛି କହୁଛି ଏମିତି କଷ୍ଟ ଭଗବାନ କାହାକୁ ନ ଦିଅନ୍ତୁ। ଟିପର ଚକା ତଳେ ଚାପି ହୋଇ ବାଇକ୍ ଆରୋହୀ ଜଣକ ଗୁରୁତର ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଦାଢିଆଗୁଡା ଗ୍ରାମର ଡଙ୍ଗରୁ ମାଝି ବଜାର ସାରି ଗ୍ରାମକୁ ଫେରୁଥିବା ବେଳେ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ବିପରୀତ ଦିଗରୁ ଆସୁଥିବା ବାଲି ବୋଝେଇ ଟିପର ସହ ଧକ୍କା ହୋଇ ବାଇକ୍ ସହ ତଳେ ପଡ଼ିଯାଇଥିଲେ ଓ ଟିପରଟି ଡମ୍ବରୁଙ୍କ ଡାହାଣ ହାତ ଉପରେ ଚଢ଼ିଯିବା ଫଳରେ ହାତଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗି ଗୁରୁତର ହୋଇପଡ଼ିଥିଲା। ସ୍ଥାନୀୟ କିଛି ଯୁବକ ଉଦ୍ଧାର କରି ଡମ୍ବରୁଙ୍କୁ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ନ ଘଟିବାରୁ ସଙ୍ଗେ ସଙ୍ଗେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କୋଟପାଡ଼ ଥାନାଧିକାରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଛନ୍ତି। ଦୁର୍ଘଟଣା ସ୍ଥଳରେ ଉଭୟ ପାର୍ଶ୍ୱରେ ତିନୋଟି ବଡ଼ ବଡ଼ ବ୍ୟାଙ୍କ ରହିବା ଫଳରେ ବ୍ୟାଙ୍କକୁ ଆସୁଥିବା ଗ୍ରାହକ ରାଜପଥ ଉଭୟ ପାର୍ଶ୍ୱରେ ବେଆଇନ ଗାଡି ପାର୍କିଂ କରୁଛନ୍ତି, ଯାହା ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ପାର୍କିଂ ସ୍ଥାନ ନଥାଇ କୋଟପାଡ଼ ଏନ୍ଏସି କାର୍ଯ୍ୟାଳୟ ବ୍ୟାଙ୍କଗୁଡ଼ିକୁ କେଉଁ ପରିସ୍ଥିତିରେ ଏନ୍ଓସି ଦେଉଛି ତାହା ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି।